ଆସନ୍ତୁ କଳ୍ପନା କରିବା ଏମିତି ଏକ ମନ୍ଦିରର ଯାହା ଖାଲି ପଥର ଆଉ କାରୁକାର୍ଯ୍ୟରେ ତିଆରି ନୁହେଁ, ବରଂ ତା ଭିତରେ ଲୁଚି ରହିଛି ସମୟ, ବିଜ୍ଞାନ ଆଉ ଏମିତି କିଛି ରହସ୍ୟ ଯାହାର ଉତ୍ତର ଆଜି ବି ଖୋଜା ଚାଲିଛି। ତେବେ ଚାଲନ୍ତୁ ଆଜିର ଏହି ବିଶ୍ଳେଷଣରେ ଆମେ ସେହି କୋଣାର୍କ ସୂର୍ଯ୍ୟ ମନ୍ଦିରର ରହସ୍ୟମୟ ଦୁନିଆ ଭିତରୁ ବୁଝିବା। ଆଉ ଆରମ୍ଭରୁ ହିଁ ପ୍ରଶ୍ନଟା ଏକଦମ ଚକିତ କରିଦେଲା ଭଳି। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, 100 ବର୍ଷରୁ ବି ଅଧିକ ସମୟ ହେଲାଣି ଏହି ବିଶାଳ ମନ୍ଦିରର ହୃଦୟକୁ, ମାନେ ତାର ଗର୍ଭଗୃହକୁ ବାଲି ଭର୍ତ୍ତି କରି ସବୁଦିନ ପାଇଁ ବନ୍ଦ କରି ରଖାଯାଇଛି। କିନ୍ତୁ କାହିଁକି? ଆଉ ସେହି ପ୍ରସିଦ୍ଧ କିମ୍ବଦନ୍ତୀ କଥା ତ ଶୁଣିଥିବେ ନିଶ୍ଚୟ। କୁଆଡ଼େ ମନ୍ଦିରର ସବା ଉପରେ ଏମିତି ଏକ ବିରାଟ ଚୁମ୍ବକ ଲାଗିଥିଲା, ଯାହାର ଶକ୍ତିରେ ସମୁଦ୍ରରେ ଯାଉଥିବା ଜାହାଜ ସବୁ ଆପେ ଆପେ ଟାଣି ହୋଇ ଆସୁଥିଲେ। ଏଇଟା କ'ଣ ସତରେ ସମ୍ଭବ? କେତେ ସତ ଅଛି ଏ କଥାରେ? ତେବେ ଏସବୁ ରହସ୍ୟର ଜଡ଼କୁ ଯିବା ପୂର୍ବରୁ ଆସନ୍ତୁ ଦେଖିବା ଏହା ପଛରେ ଥିବା ବିଜ୍ଞାନ ଆଉ କଳାର ସେହି ଅଦ୍ଭୁତ ମିଶ୍ରଣକୁ। ଚାଲନ୍ତୁ ପ୍ରଥମେ ଏହାର ସେହି ଅବିଶ୍ୱସନୀୟ ନିର୍ମାଣ ଶୈଳୀ ଉପରେ ନଜର ପକାଇବା। ଜାଣନ୍ତି, ଏଇଟା ଖାଲି ଗୋଟେ ମନ୍ଦିର ନଥିଲା, ଏହା ଥିଲା ଏକ କଳ୍ପନା। ସ୍ୱୟଂ ସୂର୍ଯ୍ୟଦେବଙ୍କ ପାଇଁ ଆକାଶରେ ଉଡ଼ୁଥିବା ଗୋଟିଏ ବିଶାଳ ପଥରର ରଥ, ଆଉ ସେହି କଳ୍ପନାକୁ ପଥରରେ ସତରେ ଜୀବନ୍ତ କରିଦିଆଯାଇଥିଲା। ଏହାର ଗଠନକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ପାଖାପାଖି 100 ଫୁଟ ଉଚ୍ଚର ଗୋଟେ ବିରାଟ ପଥରର ରଥ, ଆଉ ତାକୁ ଟାଣୁଛନ୍ତି 7ଟା ଜୀବନ୍ତ ଲାଗୁଥିବା ପଥରର ଘୋଡ଼ା। ଆଉ ନିର୍ମାଣ କୌଶଳ ତ ଦେଖନ୍ତୁ, ପଥରକୁ ପଥର ଯୋଡ଼ିବା ପାଇଁ ସେତେବେଳେ ଲୁହା ଲକ୍ ବା କ୍ଲାମ୍ପ ବ୍ୟବହାର କରାଯାଇଥିଲା, ଯାହା ସେ ସମୟର ଇଞ୍ଜିନିୟରିଂ କେତେ ଆଗରେ ଥିଲା ତାର ପ୍ରମାଣ ଦିଏ। ଆଉ ରଥରେ ଲାଗିଥିବା ସେହି 24ଟି ବିଶାଳ ପଥରର ଚକ ଦେଖିବାକୁ ତ ବହୁତ ସୁନ୍ଦର, କିନ୍ତୁ ଏଗୁଡ଼ିକ ଖାଲି ସାଜସଜ୍ଜା ପାଇଁ ନୁହେଁ, ଏହା ଭିତରେ ଲୁଚି ରହିଛି ସମୟର ପୁରା ଗଣିତ। କେମିତି? ତେବେ ଶୁଣନ୍ତୁ, ଏହି 24ଟି ଚକ ହେଉଛି ବର୍ଷର 12 ମାସର ପ୍ରତୀକ, ଯାହା ଦିନ ଓ ରାତିକୁ ମିଶାଇ 24 ଘଣ୍ଟାକୁ ବି ବୁଝାଏ। ଆଉ ପ୍ରତିଟି ଚକରେ ଥିବା ଯେଉଁ 8ଟି ମୁଖ୍ୟ ଅର ଅଛି, ସେଗୁଡ଼ିକ ହେଉଛି ଦିନର 8 ପ୍ରହର। ମାନେ ଚକର ଅର ଉପରେ ପଡ଼ୁଥିବା ସୂର୍ଯ୍ୟଙ୍କ ଛାଇକୁ ଦେଖି ସେତେବେଳେ ଲୋକେ ଏକଦମ ସଠିକ୍ ସମୟ କହିପାରୁଥିଲେ। ଗୋଟେ ପ୍ରକାରରେ ଏହା ଏକ ବିଶାଳ ସୂର୍ଯ୍ୟଘଡ଼ି। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନା? ହେଲେ ପଥରରେ ଲେଖା ଏହି ସୁନ୍ଦର କବିତା ପଛରେ ଲୁଚି ରହିଛି ତ୍ୟାଗ ଆଉ ବଳିଦାନର ଏମିତି ଏକ କାହାଣୀ, ଯାହାକୁ ଶୁଣିଲେ ଆଖି ଛଳଛଳ ହୋଇଯାଏ। କଥାଟା ଥିଲା ଏମିତି, 12 ବର୍ଷ ଧରି 12,000 ଶିଳ୍ପୀ ନିଜ ରକ୍ତକୁ ପାଣି କରି ମନ୍ଦିର ଗଢ଼ି ଚାଲିଥିଲେ। କାମ ପ୍ରାୟ ଶେଷ ପର୍ଯ୍ୟାୟରେ, କିନ୍ତୁ ହଠାତ୍ ସବୁକିଛି ଅଟକିଗଲା। ମନ୍ଦିରର ସବା ଉପରେ, ମାନେ ଯେଉଁ ମୁଖ୍ୟ କଳସ ବା ମୁକୁଟ ପଥର ବସିବ, ତାକୁ କେହି ବସାଇ ପାରିଲେନି। ଆଉ ଏପଟେ ରାଜାଙ୍କର କଡ଼ା ନିର୍ଦ୍ଦେଶ, ସୂର୍ଯ୍ୟୋଦୟ ପୂର୍ବରୁ କାମ ସରିବା ଦରକାର, ନହେଲେ 12,000 ଶିଳ୍ପୀଙ୍କର ମୁଣ୍ଡ କାଟା ହେବ। ଆଉ ଠିକ୍ ସେହି ନିରାଶାର ସମୟରେ, ଯେତେବେଳେ ସମସ୍ତେ ମୃତ୍ୟୁକୁ ଅପେକ୍ଷା କରିଥିଲେ, ସେଠି ଆସି ପହଞ୍ଚିଲା ମୁଖ୍ୟ ସ୍ଥପତି ବିଶୁ ମହାରଣାଙ୍କ ମାତ୍ର 12 ବର୍ଷର ପୁଅ ଧର୍ମପଦ। ଆଉ ଆଶ୍ଚର୍ଯ୍ୟର କଥା, ନିଜର ଅସାଧାରଣ ବୁଦ୍ଧି ଖଟେଇ ସେହି ବାଳକଟି ସେହି କାମ କରି ଦେଖାଇଲା, ଯାହା 12,000 ବଡ଼ ବଡ଼ କାରିଗର କରିପାରୁନଥିଲେ। ସମସ୍ତଙ୍କ ଜୀବନ ତ ବଞ୍ଚିଗଲା, ହେଲେ ଗୋଟେ ନୂଆ ଡର ମନରେ ପଶିଲା। ଶିଳ୍ପୀମାନେ ପରସ୍ପର ମୁହଁକୁ ଚାହିଁଲେ। ଭାବିଲେ, ଯଦି ରାଜା ଜାଣିବେ ଯେ 12,000 ଅଭିଜ୍ଞ କାରିଗର ଯାହା କରିପାରିଲେନି ତାକୁ ଗୋଟେ ଛୋଟ ପିଲା କରିଦେଲା, ତେବେ ରାଜା ଏ ଅପମାନ ସହିବେନି। ହୁଏତ ପୁଣି ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଦିବେ। ଆଉ ସେଇ 12,000 ଶିଳ୍ପୀଙ୍କ ଜୀବନର ସମ୍ମାନ ପାଇଁ ଧର୍ମପଦ ଏକ ଚରମ ନିଷ୍ପତ୍ତି ନେଲା। ସେ ମନ୍ଦିରର ସମ୍ମାନକୁ ବଞ୍ଚାଇବା ପାଇଁ ନିଜ ପ୍ରାଣକୁ ବଳି ଦେଇଦେଲା। ମନ୍ଦିରର ସେହି ସର୍ବୋଚ୍ଚ ଚୂଡ଼ାରୁ ସମୁଦ୍ରକୁ ଡେଇଁ ସେ ନିଜ କୀର୍ତ୍ତିକୁ ସବୁଦିନ ପାଇଁ ଅମର କରିଗଲା। ତେବେ ଏହି କିମ୍ବଦନ୍ତୀ ଆଉ ଇତିହାସର କାହାଣୀକୁ ମନରେ ରଖି ଚାଲନ୍ତୁ ଏବେ ଆମେ ଆରମ୍ଭ କରିଥିବା ସେହି ରହସ୍ୟଗୁଡ଼ିକ ପାଖକୁ ଫେରିବା, ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା, ଯାହା ଆଜି ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଆଚ୍ଛା, ଆଉ ଗୋଟେ ମଜା କଥା, ବହୁତ ପୁରୁଣା କାଳରେ ୟୁରୋପରୁ ଆସୁଥିବା ନାବିକମାନେ ଏହାକୁ ବ୍ଲାକ୍ ପାଗୋଡ଼ା ବା କଳା ପାଗୋଡ଼ା ନାଁରେ ଡାକୁଥିଲେ। କାରଣ କ'ଣ ଜାଣନ୍ତି? କାରଣ ସମୁଦ୍ର ଭିତରୁ ଏହାର ଗାଢ଼ କଳା ରଙ୍ଗର ପଥର ସେମାନଙ୍କୁ ରାସ୍ତା ଦେଖାଇବାରେ ସାହାଯ୍ୟ କରୁଥିଲା, ମାନେ ଗୋଟେ ଲ୍ୟାଣ୍ଡମାର୍କ ଭଳି କାମ କରୁଥିଲା। ତେବେ ମନ୍ଦିରର ମୁଖ୍ୟ ଭାଗ କେମିତି ଭାଙ୍ଗିଲା, ସେ ନେଇ 2 ପ୍ରକାରର କଥା ଶୁଣିବାକୁ ମିଳେ। ଗୋଟେ ପଟେ ଅଛି କିମ୍ବଦନ୍ତୀ, ଯାହା କହେ ଯେ ସେହି 52 ଟନ୍ର ଚୁମ୍ବକକୁ ଯେତେବେଳେ ବାହାର କରିଦିଆଗଲା, ମନ୍ଦିରର ପୁରା ସନ୍ତୁଳନ ବିଗିଡ଼ିଗଲା ଆଉ ତାହା ଭାଙ୍ଗି ପଡ଼ିଲା। ଆଉ ଅନ୍ୟପଟେ ଅଛି ଇତିହାସ, ଯାହା କହେ ଯେ ଏହାର ମୂଳଦ୍ୱାର ଦୁର୍ବଳ ଥିଲା, ତା ସାଙ୍ଗକୁ ବାରମ୍ବାର ଆକ୍ରମଣ ଆଉ ଶହ ଶହ ବର୍ଷର ପ୍ରାକୃତିକ କ୍ଷୟ ଯୋଗୁଁ ହିଁ ଏହା ଭାଙ୍ଗି ଯାଇଥିଲା।
ତେବେ ଚାଲନ୍ତୁ ଆମର ସେଇ ପ୍ରଥମ ପ୍ରଶ୍ନର ଉତ୍ତର ପାଖକୁ ଫେରିବା। ମୁଖ୍ୟ ଦ୍ୱାର କାହିଁକି ବାଲିରେ ବନ୍ଧ ହୋଇ ରହିଛି? କଥା ହେଉଛି, ମୁଖ୍ୟ ମନ୍ଦିର ଭାଙ୍ଗିଯିବା ପରେ ଯେତିକି ଅଂଶ ବଞ୍ଚିଥିଲା ତାକୁ ଭୁଷୁଡ଼ି ପଡ଼ିବାରୁ ବଞ୍ଚାଇବା ପାଇଁ ସେତେବେଳର ଇଂରେଜ ସରକାର ଏହାର ଭିତରଟାକୁ ପୂରାପୂରି ବାଲିରେ ଭର୍ତ୍ତି କରିଦେଲେ। ଆଉ ଆଜି ବି ଆମର ASI ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର କହିବା କଥା, ଯଦି ସେଇ ବାଲିକୁ ବାହାର କରାଯାଏ ତେବେ ପୂରା ଢାଞ୍ଚାଟି ଭୁଷୁଡ଼ି ପଡ଼ିବାର ଭୟ ଅଛି। ସେଥିପାଇଁ ତାହା ସେମିତି ବନ୍ଦ ରହିଛି। ଏତେ ସବୁ ଧ୍ୱଂସ ଆଉ ପତନ ପରେ ବି କୋଣାର୍କର ଆତ୍ମା କିନ୍ତୁ ଆଜି ବି ଜୀବନ୍ତ। ତାର ସେହି ନୀରବ ପଥରଗୁଡ଼ିକ ଆଜି ବି ଏକ ଜୀବନ୍ତ ସଂସ୍କୃତିର କାହାଣୀ କହି ଚାଲିଛନ୍ତି। ଏମିତିକି କବିଗୁରୁ ରବୀନ୍ଦ୍ରନାଥ ଟାଗୋର ଏହାର ସୌନ୍ଦର୍ଯ୍ୟରେ ଏତେ ମୁଗ୍ଧ ହୋଇଯାଇଥିଲେ ଯେ ସେ କହିଥିଲେ, ଏଠାରେ ପଥରର ଭାଷା ମଣିଷର ଭାଷାକୁ ବି ପଛରେ ପକାଇଦିଏ। ଆଉ ଆଜି ଦେଖନ୍ତୁ, ଏହା କେବଳ ଏକ ଐତିହାସିକ ସ୍ଥଳୀ ହୋଇ ରହିନାହିଁ, ବରଂ ଏକ ଜୀବନ୍ତ ସାଂସ୍କୃତିକ କେନ୍ଦ୍ର ପାଲଟିଛି। 1984ରେ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀର ମାନ୍ୟତା ଦେଲା। ଆଉ ତା ପରଠାରୁ ପ୍ରତିବର୍ଷ ଡିସେମ୍ବରରେ ହେଉଥିବା କୋଣାର୍କ ନୃତ୍ୟ ଉତ୍ସବ ହେଉ ବା ପାଖରେ ଥିବା ଚନ୍ଦ୍ରଭାଗା ବେଳାଭୂମିରେ ହେଉଥିବା ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ, ଏସବୁ କୋଣାର୍କର ସ୍ପନ୍ଦନକୁ ଆଜି ପୁରା ଦୁନିଆରେ ପହଞ୍ଚାଇ ପାରିଛି। ତେବେ ଶେଷରେ ଗୋଟିଏ କଥା ଭାବିବାକୁ ପଡ଼ିବ। ଆଜିକୁ ପ୍ରାୟ 800 ବର୍ଷ ତଳେ ବିନା କୌଣସି ଆଧୁନିକ ମେସିନ୍ ବା ଟେକ୍ନୋଲୋଜିରେ ଏତେ ସଠିକ୍ ଗଣିତ ଆଉ ଏତେ ବଡ଼ ନିର୍ମାଣ, ଏହା କ'ଣ ଆମକୁ ପୁଣିଥରେ ଭାବିବାକୁ ବାଧ୍ୟ କରୁନାହିଁ ଯେ ପ୍ରାଚୀନ ଭାରତର ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରକୃତରେ କେତେ ଆଗରେ ଥିଲା? ଏହି ପ୍ରଶ୍ନ ସହିତ ଆଜିର ଏହି ଆଲୋଚନାକୁ ଏଇଠି ଶେଷ କରୁଛି।